ওম আদি অনাদি অনন্ত আত্মেভ্যো ভগবতে অবধূত বায়া পাগলা দেবায় নমো নমঃ। এ গীতটই অমৃত এহা চাখ যতনে কেবে হে মন নহেব লালায়িত রতনে। একাগ্র চিত্তরে পঢ়িলে হেবে সাধক লোক সুখ সদা কাଳେ লভিব দূর କରି নরক। ভবানী শঙ্কর অଟନ୍ତି ଶ୍ରଦ୍ଧା ବିଶ୍ୱାସ ମୂର୍ତ୍ତି ତାହାଙ୍କର ସେବା ନ କଲେ ସିଦ୍ଧ ନୁହେଁ ବିଭୂତି। ଗୁରୁଟି ସାକ୍ଷାତ ତାଙ୍କର ନିତ୍ୟ ଅନ୍ତରଯାମୀ ତାହାଙ୍କ ଆଶ୍ରିତ ନହେଲେ ଜୀବ ମରଇ ଭୂମି। ମୁକ ହୋଇ ଯାଏ ବାଚାଳ ପଙ୍ଗୁ ଲଙ୍ଗଇ ଗିରି ତାହାଙ୍କ କୃପାରେ କୁବେର ହୋଇଥାନ୍ତି ଭିକାରୀ। ନୀଳବର୍ଣ୍ଣ ଯାର ଶରୀର ଚନ୍ଦ୍ର ସୂର୍ଯ୍ୟ ନୟନ ତାହାଙ୍କୁ ପ୍ରଣାମ କରିନ ହୃଦେ କର ଧାରଣ। ନର ରୂପୀ ହରି ଅଟନ୍ତି ଗୁରୁ କୃପା ନିଧନ ତାହାଙ୍କ ବଚନ ଶୁଣିଲେ ଜାତ ହୁଅଇ ଜ୍ଞାନ। ଶ୍ରୀ ଗୁରୁ ଚରଣେ ସର୍ବଦା ରଖ ଅନୁରାଗକୁ ସଂସାର ବାରିଧି ତରିବ ଭୟ ନ କରି କାକୁ। ମହତ ମଧୁର ହୁଅଇ ଗୁରୁ ପାରେ ଯେ ଚିନ୍ତି ଭାଗ୍ୟ ଗଟି ହୁଏ ଉଜ୍ଜଳ ଧନବାନ ହୁଅନ୍ତି। କାକ ହୋଇ ଯାଏ କୁକିଳ ବକ ହୁଏ ମରାଳ ଶ୍ରୀ ଗୁରୁ ଚରଣ ସେବନେ ମିଳେ ଅଦ୍ଭୁତ ଫଳ। ସରଳ ସ୍ୱଭାବ ତାଙ୍କର ବ୍ରହ୍ମ ତାରକ ସେହି ନରତନୁ ସଦା ଧରଇ ଦାସ ମଙ୍ଗଳ ପାଇଁ। ମାୟା ଗୁଣରୁ ସେ ଅତୀତ ଜ୍ଞାନୀ ନ ପାରେ ଜାଣି ଅଜ ସନାତନ ବ୍ୟାପକ ନିତ୍ୟ ତାହାଙ୍କୁ ଭଣି। ନାନା ବର୍ଣ୍ଣରେ ସେ ବିଦିତ ଧରି ଅଭେଦ ନୀତି ନିର୍ମମ ସେ ମୁକ୍ତ ପୁରୁଷ ନିରାମୟ ବେଦୁକ୍ତି। ଜପ ତପ ଯୁଗ ଯଜ୍ଞାଦି ବ୍ରତ ଦାନରେ ନାହିଁ ଜ୍ଞାନ ବିଜ୍ଞାନରେ ନ ମିଳେ ପୁଣି ବୈରାଗୀ ହୋଇ। ଶଠ କରୁଥାଇ ସାଧନ ପାଇବାକୁ ତାହାକୁ ଭକ୍ତ ବିନା କାହିଁ ପାଇବ ସେହି ଭକ୍ତାଧୀନକୁ। ମର୍ମର ବେଦନା ଜାଣଇ ଯେଣୁ ଅନ୍ତରଯାମୀ ପ୍ରଚ୍ଛନ୍ନ ଭାବରେ ସକଳ କ୍ଷେତ୍ରେ ଅଟେ ସେ କର୍ମୀ। ସୃଷ୍ଟି ସ୍ଥିତି ହୁଏ ପ୍ରଳୟ କଟାକ୍ଷରେ ଯାହାର ତାକୁ ନ ସେବିନ କିମ୍ପାଇଁ ଜୀବ ବୁଲେ ଭ୍ରମର। ସୁଖ ଦୁଃଖ କର୍ତ୍ତା କଦାପି କାଳେ ନୁହନ୍ତି ସେହି ନିଜ କୃତ କର୍ମ ଫଳକୁ ଭୁଗେ ଜୀବନେ ଦେହି। ଭଲ ମନ୍ଦ ଯୁଗ ବିଯୁଗ ଭୁଗ ହିତ ହିତ ସମ୍ପତ୍ତି ବିପତ୍ତି ଜନମ ମରଣାଦି ସମସ୍ତ। ପୁର ପରିବାର ସ୍ୱର୍ଗ ନର୍କ ପୃଥିବୀ ଧନ ଦର୍ଶନ ଶ୍ରବଣ ମନନ ସବୁ ମାୟା ବିଧାନ। ମହଟି କାହାକୁ ସଂସାରେ କରି ନ ଅଛି ଅନ୍ଧ କାମନା କାହାକୁ ନଚାଇ ନାହିଁ ଲଗାଇ ଦ୍ୱନ୍ଦ୍ୱ। କ୍ରୋଧରେ କାହାର ହୃଦୟ ଦଗ୍ଧ ହୋଇ ନ ଅଛି ତୃଷାରେ କେନହି ବାଉଳା ନୃତ୍ୟ ନ କରୁଅଛି। ଏ ସଂସାର ଜ୍ଞାନୀ ତପସ୍ୱୀ କବି କବିଦ ସୁର ଗୁଣିକ କାହାକୁ ଲେଉଟି ନ କରେ ନାର ଖାର। ପ୍ରଭୁତ୍ୱ ପଣକୁ ପାଇଲେ କାଲା କେବେ ନୁହଁଇ ଧନ ମଦେ ହୋଇ ମଜ୍ଜିତ ନ୍ୟାୟ କିଏ କରଇ।
ମୃଗ ନୟନାର ବାଣରେ କିଏ ନ ମରିଅଛି। ଯୌବନ ଜ୍ୱରଟି କାହାକୁ ଜୀବନରେ ଛାଡ଼ିଛି। କଳଙ୍କିତ କିଏ ନହିଛି ଅଭିମାନ କଳଙ୍କେ। ସୁଖରୂପୀ ବାତ କାହାକୁ ଛାଡ଼ିଅଛି କି ଠିକେ। ଚିତ୍ତ ମନୋରଥ କାହାର ଶରୀରକୁ ରଖିଛି। ସୁତବିତ ଯଶ ଆଶାରେ ମଳିନକେ ନୁହିଛି। ଜାମାୟାକୁ ବ୍ରହ୍ମା ଶଙ୍କର ପ୍ରାଣପଣେ ଡରନ୍ତି। କିପରି ତହିଁରୁ ବର୍ତ୍ତିବ ଜୀବ ଅଳ୍ପ ଶକତି। ଏ ସଂସାର ମାୟା କଟକ ଅଟେ ପ୍ରଚଣ୍ଡ ଅତି। ପୁଣି ତହିଁ ଦମ୍ଭ କପଟ ସେନାପତି ଅଟନ୍ତି। ଜଗନ୍ନାଥଙ୍କର ଅଟଇ ଦାସୀ ମାୟା ମୂରତି। ତାହାକୁ ଜାଣିଲେ ସକଳ ମିଥ୍ୟା ହୁଏ ପ୍ରତୀତି। ପୀତବର୍ଣ୍ଣ ଦିଶେ ଚନ୍ଦ୍ରମା ଥିଲେ ନୟନେ ଦୋଷ। ପଶ୍ଚିମରୁ ସୂର୍ଯ୍ୟ ଉଦିତ ହୁଏ ଭ୍ରମେ ପ୍ରକାଶ। ସଚଳ ନୌକା ଅଚଳ ମହବଶେ ହୁଅଇ। ସେହିପରି ହରି ପ୍ରସଙ୍ଗ ସମ୍ଭବ ଅଟଇ। ଦୁଃଖ ରୂପୀ ଗୃହ ଜଞ୍ଜାଳେ ହୁଏ ଯେ ବାସକ୍ତ। ସେ କାହିଁ ଜାଣିବ ତାହାର ନିତ୍ୟ ନିଗୂଢ଼ ତତ୍ତ୍ୱ। ନିର୍ଗୁଣ ସୁଲଭ ଅଟଇ ଦୁର୍ଲଭଟି ସଗୁଣ। ବହୁତ ସେ ରସେ ସଗୁଣ ଏକ ରସେ ନିର୍ଗୁଣ। ଭକ୍ତି ବିରାଗ ବିଜ୍ଞାନ ଜ୍ଞାନ ଯୁଗ ସାଧନ। ଶ୍ରୀ ଗୁରୁ ପ୍ରସାଦେ ହୁଅଇ ଶିଷ୍ୟ ପକ୍ଷେ ସୁଗମ। ଭକ୍ତିହୀନ ହେଲେ ବିରଞ୍ଚି ଗତି ନ ପାଏ ସେହି। ଭକ୍ତିବନ୍ତ ନୀଚ ହଇଲେ ଅତି ଉଚ୍ଚେ ବସଇ। ଭକତର ମୁଖେ ଗାଳିଟି ପ୍ରଭୁ ଯେହ୍ନେ ଶୁଣନ୍ତି। ବ୍ରହ୍ମାର ବେଦକୁ କେବେ ହେ ସୁଖ ତେନେ ନ ପାନ୍ତି। ବାଳକ ଗାଳିକି ଶୁଣନ୍ତି ପିତା ମାତା ଯେ ଶନେ। ସେହିପରି ଭଗବାନଟି ଭକ୍ତ ପକ୍ଷେ ଯେ ଜାଣେ। ଅଖିଳ ବିଶ୍ୱଟି ଉତ୍ପନ୍ନ କରିଅଛନ୍ତି ସେହି। ସକଳ ଜୀବକୁ ତାଙ୍କର ଦୟା ଖେଳାଉଥାଇ। କପଟ ତେଜିନ ଭକତି ଭାବେ ତାହାଙ୍କୁ ଭଜ। ଦୂରେ ସବୁବେଳେ ରହିବ ଡରି ସମନ ରାଜ। ମାୟା ଭକ୍ତି ଦୁଇ ବୋଲାନ୍ତି ନାରୀ ଜାତି ମହିରେ। ଭକ୍ତି ଅଟେ ପ୍ରେମ ଦାୟିନୀ ମାୟା ନର୍ତ୍ତକୀ ବାରେ। ଭକତିକୁ ଦୟା ସାଗର ସଦା ଦୟା କରନ୍ତି। ମାୟା ତେଣୁ ତାକୁ ଡରିଣ ଦୂରେ ରହେ ନିବର୍ତ୍ତି। ଭକତି ଯାହାର ହୃଦରେ ସଦା ବାସ କରଇ। ଉପମା ରହିତ ହଇଣ ବାଧା ବିଘ୍ନ କାଟଇ। ତାହାକୁ ଦେଖିଲେ ମାୟାଟି ସଦା ହୁଏ ସଂକୁଚ। ଆପଣା ପ୍ରଭୁତ୍ୱ ଦେଖାଇ କେଭେ ନ ହୁଏ ଉଚ୍ଚ। ଏହି କାରଣରୁ ଜଗତେ ସିଦ୍ଧ ମୁନି ବିଜ୍ଞାନୀ। ଭକ୍ତି ଆରାଧନା କରନ୍ତି ଜାଣି ସୁଖର ଶ୍ରେଣୀ। ମାୟାର ଫାନ୍ଦରେ ପଡ଼ିଣ ଜୀବ ହୁଏ ସଂସାରୀ। ଯେତେ ଯତ୍ନ କଲେ ତହିଁରୁ ପାରେ ନାହିଁ ଉବୁରି। ନାନା ଶୁଭ କର୍ମେ ସର୍ବଦା ଯଦି ହଇବ ରତ। ଭକ୍ତିର ଆଶ୍ରୟ ମିଳଇ ମାୟା ହୁଏ ଦୂରିତ। ଜ୍ଞାନ ଦୀପ ଜାଳି ହୃଦରେ କର ତମକୁ ଦୂର। ମୋହ ଅନ୍ଧକାର ଯାଇନ ହେବ ପ୍ରୀତି ସଞ୍ଚାର। ଆଲୋକ ବଳରେ ବୁଦ୍ଧିଟି ହେବ ହୃଦେ ବିକାଶ। ଅଜ୍ଞାନ ଉଲ୍ଲୁକ ଲୁଚିବେ ଦେଖି ଜ୍ଞାନ ପ୍ରକାଶ। ବୁଦ୍ଧି ବଳେ ଭକ୍ତି ଆଶ୍ରୟ ନେବ ହୃଦ କନ୍ଦରେ।
ଭକତି ଆଶ୍ରୟ ହଇଲେ ମୁକ୍ତି ମିଳେ ସଂସାରେ। ନରତନୁ ସମ ଦୁର୍ଲଭ ଅନ୍ୟ ଦେହ ନୁହଇଁ। ସ୍ୱର୍ଗ ନର୍କ ଅପବର୍ଗର ଯେଣୁ ସିଢି ଅଟଇ। ଦୁର୍ଲଭ ଶରୀର ପାଇନ ହରି ଯେନ ଭଜଇ। ବିଷୟ ରସରେ ମାତିନ ମନ୍ଦ ପଥେ ଗମଇ। ତା ସମାନ ବୁଦ୍ଧି ବଳୁଆ ଆଉ ଅଛି ବା କାହିଁ। କାଞ୍ଚନ ଦେଇନ କାଚକୁ ଯତ୍ନ କରି ରଖଇ। ଦରିଦ୍ରତା ସମ ଯନ୍ତ୍ରଣା ଆଉ ଜଗତେ ନାହିଁ। ସାଧୁର ସହିତ ମିଳନ ଏକା ସୁଖ ଅଟଇ। କାୟ ମନ ଆଉ ବଚନେ ପରହିତ ସାଧନ। କରିବା ସହଜ ସାଧନ ଅଟେ ସେ ସନ୍ଥଜନ। ପର ସୁଖ ଲାଗି ସାଧୁଏ ସଦା ଦୁଃଖ ସହନ୍ତି। ପରର ଦୁଃଖର କାରଣ ଅସାଧୁଏ ଅଟନ୍ତି। ପର ବନ୍ଧନର କାରଣ ଦୁଷ୍ଟ ଜନେ ହୁଅନ୍ତି। ଆପେ ନିଧନକୁ ଲଭିଣ ପରେ ଦଣ୍ଡ ଦିଅନ୍ତି। ପର ଅପକାର କରିଣ ବିନା ସ୍ୱାର୍ଥରେ ଖଳ। ଅହିମୂଷିକର ସ୍ୱଭାବ ଅଟେ ତାଙ୍କର ବଳ। ଜଗତର ଦୁଃଖଦାୟକ ଅଟେ ଖଳ ହୃଦୟ। ଯେସନେ ଦୁର୍ଭିକ୍ଷ ପଡ଼ଇ କେତୁ ହେଲେ ଉଦୟ। ସନ୍ଥ ଆବିର୍ଭାବ ସତତ କରେ ବର୍ଦ୍ଧନ ସୁଖ। ଯେସନେ ଚନ୍ଦ୍ରମା ଉଜ୍ଜ୍ୱଳ କରେ ଧରଣୀ ମୁଖ। ଧନ ଅଭିମାନ ବିହୀନ ସାଧୁ ପଦ ଧୂଳିକି। ଅନୁରାଗ ଯାର ନଥାଏ ଭକ୍ତି ମିଳିପାରେ କି। ନିଜ ଅଭିମାନ ଛାଡ଼ିନ ପରେ ଦିଅ ସମ୍ମାନ। ବୃକ୍ଷ ଠାରୁ ହୋଇ ସହିଷ୍ଣୁ ମନ ତୃଣରୁ ହୀନ। ସାଧୁ ସଙ୍ଗ ନାମ କୀର୍ତ୍ତନ ଚିତ୍ତ ଶୁଦ୍ଧି କରଇ। ଚିତ୍ତ ଶୁଦ୍ଧି ହେଲେ ଭକତି ସୂର୍ଯ୍ୟ ଉଦୟ ହୁଅଇ। ଭକ୍ତ ଭଗବାନ ମିଳନେ ଗୁରୁ ହୁଅନ୍ତି ଜାତ। ଅନ୍ତରରେ ଭଗବାନଟି ବାହାରରେ ଭକତ। ଆତ୍ମେନ୍ଦ୍ରିୟ ପ୍ରୀତି କାର୍ଯ୍ୟର ନାମ ଅଟଇ କାମ। ପରେନ୍ଦ୍ରିୟ ପ୍ରୀତି ସାଧନେ ତାହା ବୋଲାଏ ପ୍ରେମ। ପରସକ୍ତା ନାରୀ ଯେପରି ଚିନ୍ତେ ଯାର ପୁରୁଷ। ବିଷୟରେ ଥାଇ ସେପରି ଚିନ୍ତ ଶ୍ରୀ ପରମେଶ। ସାଧନ ପୂଜନ ଯେ କରେ ସେହି ଅଟଇ ରାଧା। ତାକୁ ଆକର୍ଷଣ କରଣେ କୃଷ୍ଣ ବୋଲାଏ ସଦା। ରାଧା କୃଷ୍ଣ ଏକ ଆତ୍ମାଟି ଦୁଇ ରୂପ ଧରନ୍ତି। ଏକ ଅଟେ ଅଗ୍ନି ସ୍ୱରୂପ ଅନ୍ୟ ବିହିକା ଶକ୍ତି। କୁଟିଳ ସଂସାର ସାଗରୁ ଯେହୁ ଦୂରେ ରହି। ବ୍ରଜ ଭାବ ତାହା ହୃଦୟେ କ୍ରମେ ଉଦୟ ହୁଅଇ। ରାଧା କୃଷ୍ଣଙ୍କର ମିଳନେ ମୁଖ୍ୟ ଜୀବାତ୍ମା ହୁଏ। ସମସ୍ତ ଯୁଗର ନିଗୂଢ଼ ତତ୍ତ୍ୱ ଏହା ବୋଲାଏ। ବାହ୍ୟ ଜ୍ଞାନ ଶୂନ୍ୟ ହୁଅଇ ଯେହ୍ନେ ମଦ୍ୟପି ଜାଣ। ସେହିପରି ହେଲେ ଦର୍ଶନ ଦେବେ ପରମ ବ୍ରହ୍ମ। ସିଦ୍ଧ ମଞ୍ଜି ହେଲେ ଭୂମିରେ ପଡ଼ି ଗଛ ନୁହଇଁ। ଅସିଦ୍ଧ ହଇଲେ ବାରକୁ ବାର ଜନମୁ ଥାଇ। ହଂସ ଯେହ୍ନେ କ୍ଷୀର ପିଅଇ ନିରୁ କରି ବାହାର। ଅପକୃତ ଛାଡ଼ି ପ୍ରକୃତ ସଦା ସଂଗ୍ରହ କର। ଅନନ୍ତ ରାଜ୍ୟକୁ ଅଛଇ ପରା ଅନନ୍ତ ପଥ। ସେ ପଥରେ ହୁଅ ପଥିକ ହଇ ଅବିଚଳିତ। ଏକ ଈଶ୍ୱରଙ୍କ ନାମଟି ଅଟେ ଅଶେଷ ମତ। ଦେଶ ଭାଷା ଗୁଣ ପ୍ରଭେଦେ ହୋଇଥାଏ ଭିନ୍ନତ।
ମନ ଯାର ଏକ ସଚିଦାନନ୍ଦ ବ୍ରହ୍ମେ ମଜିଛି। କାଳେ ସେ ମୁକ୍ତି ଲଭିବ ନାହିଁ ସନ୍ଦେହ କିଛି। ଏକ ଜଗନ୍ନାଥ ପାଖକୁ ଅଛି ପଥ ଅନେକ। ଶକଟାଦି ଯୁଗେ କେ ଯାନ୍ତି ପଦେ କେବା ପଥିକ। ନାନାଦି ସମ୍ପ୍ରଦାୟ ଅଟଇ ଯେନେ ବୈକୁଣ୍ଠ ପଥ। କାହିଁକି ଏନରେ ତହିଁରେ ହୁଅ ବିଭିନ୍ନ ମତ। ବୃକ୍ଷ ମୂଳେ ଯେହ୍ନେ ମାରିଲେ ତାଳି ପକ୍ଷୀ ପକାନ୍ତି। ତଥା ହରି ନାମ ଜପିଲେ ମନ୍ଦ ପ୍ରକୃତି ଯାନ୍ତି। ଦୀପ ଜଳୁଥିଲେ ଯେ ସନେ ତଳ ହୁଏ ଅନ୍ଧାର। ଗୁଣିକ ଲୋକଙ୍କୁ ଚିହ୍ନନ୍ତି ନାହିଁ ତେଣେ ତାହାର। ସଂସାର ପେଷଣ ଯନ୍ତ୍ରରେ ଗହମର ପରାୟ। ସର୍ବଦା ଦଳିତ ହୁଅନ୍ତି ସିନା ଏ ଜୀବଚୟ। ଦୃଢ଼ ଭାବେ ନାରାୟଣକୁ ଯେବା ନିର୍ଭର କରେ। ଦୁଃଖ ମୁକ୍ତ ସେହୁ ହଇଣ ବିଳସଇ ସୁଖରେ। ମିଶିବାକୁ ଯେହୁ ଚାହାନ୍ତି ସେହି ଅନନ୍ତ ପଥେ। ସେ କିମ୍ପା ଭ୍ରମରେ ମାତିବେ ଭବ ସୁଖ ସମ୍ପଦେ। ଭକ୍ତଟି କେବଳ ଅଟଇ ତାଙ୍କ ନୈବେଦ୍ୟ ଯୁଗ। ଆଉ କି ଜଗତେ ଅଛଇ ତାଙ୍କୁ ଦେବାକୁ ଭୋଗ। ଧର୍ମ ଅର୍ଥ କାମ ମୁଖ୍ୟାଦି କିଛି ନ ମାଗ ତାଙ୍କୁ। କରୁଣା ନିଧାନ ପ୍ରଦାନ କରିଦେବେ ଦୟାଳୁ। ହରି ପ୍ରେମ ରସ ପାନରୁ ଯେହୁ ହୁଏ ବଞ୍ଚିତ। କୋଟିପତି ହେଲେ ତାହାର ଚିତ୍ତ ନୁହେଁ ତୃପତ। ଦୁର୍ଜୟ ଇନ୍ଦ୍ରିୟ ହସ୍ତିକୁ କୃଷ୍ଣ ଭକ୍ତି ଅଙ୍କୁଶ। ଦୁରନ୍ତ ମାତଙ୍ଗକୁ ପଥେ କରେ ନାହିଁ ସାହସ। ତିନି ଲୁକେ ଯାର ସରବେ ହୋଇଥାନ୍ତି ବିପକ୍ଷ। କି କରିପାରିବେ ଯାହାର ଗୁରୁଦେବ ସପକ୍ଷ। ତିନି ଭୁବନରେ ଯାହାକୁ ହୋଇଥାନ୍ତି ସହାୟ। ଶ୍ରୀ ଗୁରୁ ବିମୁଖ ହୋଇଲେ କାହିଁ ତାର ଉପାୟ। ଆତ୍ମନିବେଦନ ଯେ ଜନ ଗୁରୁ ପାଦେ କରନ୍ତି। ଦେହ ଛାୟାବତ ହୃଦୟୁ ତାର ନ ଯାଏ ଶାନ୍ତି। ସଂସାର ବନ୍ଧନ ତୁଟଇ ଆତ୍ମଜ୍ଞାନ ହଇଲେ। ନର ପକ୍ଷେ ଅଟେ ନରକ ନାରୀ ରମଣ କଲେ। ଯାହାର ହୃଦये ଆଶାଟି ବଳବତୀ ହୁଅଇ। ସେହିଟି ଦରିଦ୍ର ଜଗତେ ଏକମାତ୍ର ଅଟଇ। ସକଳ ବିଷये ଯାହାର ଚିତ୍ତ ଥାଏ ସନ୍ତୋଷ। ସେହି ଏକମାତ୍ର ଅଟଇ ଭବେ ଧନୀ ପୁରୁଷ। ଉତ୍ସାହ ବିହୀନ ହୋଇନ ଭ୍ରମେ ଯେହୁ ସଂସାରେ। ଜୀବନ ମରଣ ତାହା ହିଁ ଅଟେ ତାହା ପକ୍ଷରେ। ଉତ୍ତମ ଚରିତ ଅଟଇ ଏହି ଦେହ ଭୂଷଣ। ନିଜର ବିଶୁଦ୍ଧ ମନଟି ଅଟେ ତୀର୍ଥ ପରମ। କାମିନୀ କାଞ୍ଚନ ଜଗତେ ହେୟ ବସ୍ତୁ ଅଟନ୍ତି। ଗୁରୁ ଉପଦେଶ ଶ୍ରବଣ ଅଟେ ଜୀବର ଗତି। ପ୍ରତିପାଳନ ଯେ କରଇ ସେହି ଅଟଇ ପିତା। ବିପଦେ ସାହାଯ୍ୟ କରିଲେ ଜଣା ପଡେ ବନ୍ଧୁତା। ସଦଗୁରୁ ସାଧୁ ସଙ୍ଗଟି ଅଟେ ଦୁର୍ଲଭ ସଦା। ପାପୀର କର୍ତ୍ତବ୍ୟ ଅଟଇ ସର୍ବ ଜୀବରେ ଶ୍ରଦ୍ଧା। ଭିକ୍ଷା ନେ ଯାହାର ଚିତ୍ତଟି ପରିତୃପ୍ତି ଲଭଇ। ବୃକ୍ଷ ମୂଳେ ନେଲେ ଆଶ୍ରୟ ପ୍ରେମେ ନିମଜ୍ଜିଥାଇ। ଭାଗ୍ୟବାନ ସେହି ପୁରୁଷ ଏହି ମହିମଣ୍ଡଳ।
ତାହା କୃପା ଭିକ୍ଷା ନିମିତ୍ତ ସର୍ବେ ହୁଅନ୍ତି ବିକଳ। ତାହା କୃପା ଭିକ୍ଷା ନିମିତ୍ତ ସର୍ବେ ହୁଅନ୍ତି ବିକଳ। ତାହା କୃପା ଭିକ୍ଷା ନିମିତ୍ତ ସର୍ବେ ହୁଅନ୍ତି ବିକଳ।